ଦେବଗୁରୁ ବୃହସ୍ପତି କର୍କଟ ରାଶିରେ ଅବସ୍ଥାନ କରିବା ସମୟରେ କେଉଁ ରାଶି ପାଇଁ କିପରି ଓ କେଉଁ ସମୟରେ ଧନ ବା ଅର୍ଥ ପ୍ରଦାନ କରିବାର ବିଶେଷ ସମ୍ଭାବନା ରହିଅଛି। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। କର୍କଟ ରାଶିରେ ଗ୍ରହ ଜଗତର ସବୁଠାରୁ ଶୁଭ ଗ୍ରହ ବୃହସ୍ପତି ମହାଗ୍ରହ। ଚଳିତ 2026 ମସିହା ଜୁନ୍ ମାସ 2 ତାରିଖ ଦିନ ବୃହସ୍ପତି ମିଥୁନ ରାଶିରୁ ବାହାରି ଗୋଚରରେ କର୍କଟ ରାଶିରେ ପ୍ରବେଶ କରିଛନ୍ତି ଏବଂ ପ୍ରାୟ 1 ବର୍ଷ ପର୍ଯ୍ୟନ୍ତ ସେହି କର୍କଟ ରାଶିରେ ଅବସ୍ଥାନ କରିବେ। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହଗୁଡ଼ିକ ନିଜ ଉଚ୍ଚ ରାଶିରେ ଅବସ୍ଥାନ କରୁଥିବା ସମୟରେ ମହା ଆନନ୍ଦରେ ଅବସ୍ଥାନ କରିଥାନ୍ତି ଏବଂ ଅତ୍ୟନ୍ତ ଶୁଭ ଫଳ ମଧ୍ୟ ପ୍ରଦାନ କରିବାରେ ସମର୍ଥ ହୋଇଥାନ୍ତି। ଜ୍ୟୋତିଷ ଶାସ୍ତ୍ରରେ ବୃହସ୍ପତି ମହାଗ୍ରହଙ୍କୁ ଦେବତାମାନଙ୍କର ଗୁରୁ ଅଥବା ଦେବଗୁରୁ ବୋଲି ଗ୍ରହଣ କରାଯାଇଥିବା ବେଳେ ଲକ୍ଷ୍ମୀକାରକ ବା ଧନକାରକ ଗ୍ରହ ବୋଲି ମଧ୍ୟ ବର୍ଣ୍ଣନା କରାଯାଇଅଛି। ଆଗକୁ ଜାଣିବା ଦେବଗୁରୁ ବୃହସ୍ପତି କର୍କଟ ରାଶିରେ ଅବସ୍ଥାନ କରିବା ସମୟରେ କେଉଁ ରାଶି ପାଇଁ କିପରି ଓ କେଉଁ ସମୟରେ ଧନ ବା ଅର୍ଥ ପ୍ରଦାନ କରିବାର ବିଶେଷ ସମ୍ଭାବନା ରହିଅଛି। ବୃହସ୍ପତି ମହାଗ୍ରହ ନୈସର୍ଗିକ ଶୁଭ ଗ୍ରହ। ରାଶିଚକ୍ରର ଯେଉଁ ରାଶି ବା ଭାବ ଉପରେ ବୃହସ୍ପତିଙ୍କର ଦୃଷ୍ଟି ପଡ଼ିଥାଏ, ସେହି ସ୍ଥାନ ଅଥବା ସେହି ଭାବର ପୁଷ୍ଟି ସାଧନ ହୋଇଥାଏ। ଅନ୍ୟ ଗ୍ରହଗୁଡ଼ିକ ପରି ବୃହସ୍ପତିଙ୍କର ସପ୍ତମ ଦୃଷ୍ଟି ରହିଥିଲା ପରି, ଅର୍ଥାତ୍ ରାଶିଚକ୍ରର ଯେଉଁ ସ୍ଥାନ ବା ଯେଉଁ ଭାବରେ ବୃହସ୍ପତି ମହାଗ୍ରହ ବିରାଜମାନ କରିଥାନ୍ତି, ସେହି ସ୍ଥାନଠାରୁ ତା'ର ସପ୍ତମ ସ୍ଥାନକୁ ଦୃଷ୍ଟି ପ୍ରଦାନ କରିଥାନ୍ତି। ଏହାଛଡ଼ା ବୃହସ୍ପତିଙ୍କର ଅନ୍ୟ 2ଗୋଟି ସ୍ୱତନ୍ତ୍ର ଦୃଷ୍ଟି ମଧ୍ୟ ରହିଅଛି। ତାହା ହେଲା ଗୁରୁ ବା ବୃହସ୍ପତି ବିରାଜମାନ କରିଥିବା ସ୍ଥାନଠାରୁ ପଞ୍ଚମ ଓ ନବମ ସ୍ଥାନ ଉପରକୁ ମଧ୍ୟ ଦୃଷ୍ଟି ପ୍ରଦାନ କରିଥାନ୍ତି। ବୃହସ୍ପତିଙ୍କର ଦୃଷ୍ଟି ରାଶିଚକ୍ରର ଯେଉଁ ସ୍ଥାନ ଉପରେ ପଡ଼େ, ସେହି ସ୍ଥାନ ବା ଭାବର ବିଶେଷ ବୃଦ୍ଧି ଘଟୁଥିବାରୁ ବୃହସ୍ପତିଙ୍କର ଦୃଷ୍ଟିକୁ ଅମୃତ ଦୃଷ୍ଟି ବୋଲି ମଧ୍ୟ କୁହାଯାଇଥାଏ। ବର୍ତ୍ତମାନ କର୍କଟ ରାଶିରେ ବିରାଜିତ ଦେବଗୁରୁ ବୃହସ୍ପତିଙ୍କର ଅବସ୍ଥାନକୁ ନେଇ ବିଚାର କରିବା। ଦ୍ୱାଦଶ ରାଶିଚକ୍ରର 12ଗୋଟି ରାଶି ବର୍ଷର କେଉଁ ସମୟରେ ଅର୍ଥ ଉପାର୍ଜନ କରିବାରେ ସକ୍ଷମ ହେବେ ଅଥବା କେଉଁ ସବୁ ସମୟ ସେହି ସବୁ ରାଶି ପାଇଁ ଧନ ଅର୍ଜନର ସମୟ ରହିବ, ତାହା ଆଗାମୀ ଅଧ୍ୟାୟମାନଙ୍କରେ ଉପସ୍ଥାପନ କରିବା। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍ ଓ କମେଣ୍ଟ କରିବା ପାଇଁ ଅନୁରୋଧ। ନମସ୍କାର। ତପନ।